ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ সর্বোচ্চ নামରେ ଆପଣଙ୍କୁ শুভেচ্ছা। ମାଥ୍ୟୁ ଲିଖିତ ସୁସମାଚାର 7 ଅଧ୍ୟାୟର 13 ଏବଂ 14 ପଦରେ ଆମମାନେ ଏହିପରି ପାଠ କରୁ। ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ। ଆଉ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ମନୁଷ୍ୟର ସମ୍ମୁଖରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଦୁଇଟି ପଥ ରଖନ୍ତି। ଉଭୟ ପଥ ଗୋଟିଏ ସ୍ଥାନକୁ ନେଇଯିବ ବୋଲି କହି କାହାକୁ ସେ ଦ୍ୱନ୍ଦ୍ୱରେ ପକାନ୍ତି ନାହିଁ, କିନ୍ତୁ ସେ ସ୍ପଷ୍ଟ ରୂପେ କହନ୍ତି ଯେ ଗୋଟିଏ ପଥ ପ୍ରଶସ୍ତ, ଯାହାକୁ ଅନେକ ଲୋକ ପସନ୍ଦ କରନ୍ତି, ମାତ୍ର ତାହା ବିନାଶକୁ ଘେନିଯାଏ। ଆଜି ଜଗତର ଅନେକ ଲୋକ ଏହି ପ୍ରଶସ୍ତ ପଥରେ ଚାଲୁଛନ୍ତି, ଯାହା ଅନନ୍ତ ବିନାଶ ବା ନର୍କଗାମୀ। ଅପରନ୍ତେ ଅନ୍ୟ ଏକ ପଥ ରହିଛି, ଯାହା ସଂକୀର୍ଣ୍ଣ ପଥ, ଯାହାର ସନ୍ଧାନ ଅଳ୍ପ ଲୋକ ପାଆନ୍ତି। ଏହି ପଥ ଜୀବନ ଆଡ଼କୁ ଘେନିଯାଏ। ପ୍ରଶସ୍ତ ପଥ ତ ଆକର୍ଷଣୀୟ ଲାଗେ, କାରଣ ଲୋକେ ନିଜ ନିଜର ଇଚ୍ଛା ଅନୁଯାୟୀ ଜୀବନଯାପନ କରିପାରିବେ। ସେହି ପଥରେ ପାପକୁ ଗୁରୁତର ଭାବେ ନେବାର ଆବଶ୍ୟକ ପଡ଼େ ନାହିଁ, ତଥା ଈଶ୍ୱରଙ୍କର ଅଧିକାରକୁ ମଧ୍ୟ ଗ୍ରହଣ କରିବା ଅତି ଆବଶ୍ୟକ ନୁହେଁ। ବାଇବଲ କହେ ଯେ ପାପ ମନୁଷ୍ୟକୁ ଈଶ୍ୱରଙ୍କ ଠାରୁ ପୃଥକ କରିଦିଏ ଏବଂ ମୃତ୍ୟୁ ଆଡ଼କୁ ତାହାକୁ ଘେନିଯାଏ। ରୋମୀୟ ପତ୍ର 6 ଅଧ୍ୟାୟର 23 ପଦରେ ଆମେ ଏହିପରି ପାଠ କରୁ, ପାପର ବେତନ ମୃତ୍ୟୁ। ସଂକୀର୍ଣ୍ଣ ପଥ ମନୁଷ୍ୟର ଧାର୍ମିକତା ଉପରେ ଆଧାରିତ ନୁହେଁ, ଈଶ୍ୱରଙ୍କର ଅନୁଗ୍ରହ ଉପରେ ଆଧାରିତ ଅଟେ। ଯେଉଁ ଅନୁଗ୍ରହରେ ପିତା ଈଶ୍ୱର ଆପଣା ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଏହି ଜଗତକୁ ପ୍ରେରଣ କଲେ, ଯେ କ୍ରୁଶ ଉପରେ ଆମମାନଙ୍କର ପାପର ଦଣ୍ଡ ଭୋଗ କରି ମୃତ୍ୟୁଭୋଗ କଲେ, ପୁଣି ତୃତୀୟ ଦିନରେ ପୁନରୁତ୍ଥିତ ହେଲେ ଏବଂ ଆମମାନଙ୍କ ସମସ୍ତଙ୍କ ନିମନ୍ତେ ଜୀବନର ପଥ ଖୋଲିଦେଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟ କହନ୍ତି, ମୁଁ ଦ୍ୱାର, ଯଦି କେହି ମୋ ଦେଇ ପ୍ରବେଶ କରେ ତାହେଲେ ସେ ରକ୍ଷା ପାଇବ। ଏହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ନିଜର ପାପରୁ ମନ ପରିବର୍ତ୍ତନ କରି ଜଣେ ବ୍ୟକ୍ତି ଏହି ଜୀବନର ପଥରେ ଚାଲିପାରିବ। ତେବେ ଆପଣ କି ଏହି ପଥରେ ଚାଲିବା ପାଇଁ ପ୍ରସ୍ତୁତ?